ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ରିହିବାଙ୍କ ସ୍ଥିତ ସତ୍ସଙ୍ଗ କେନ୍ଦ୍ରରେ ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ଚଳିତ ବର୍ଷ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପବିତ୍ର ଦୋଳ ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଗୁରୁ ଭାଇ ଓ ଭଉଣୀ ମାନଙ୍କର ସମେତ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗ ଦେଇଥିଲେ। ମୋହିତ ଦିବସରେ ଆଧ୍ୟାତ୍ମିକ ପ୍ରେମୀ ସତ୍ସଙ୍ଗୀମାନଙ୍କ ଦ୍ୱାରା ଆୟୋଜିତ ଭଜନ କୀର୍ତ୍ତନରେ ଖୋଳ ମୃଦଙ୍ଗ ଝାଞ୍ଜ ଗିନି ଓ ହୁଳହୁଳି ଶବ୍ଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ଅଞ୍ଚଳର ପରିବେଶ ଆଧ୍ୟାତ୍ମିକ ଭାବମୟ ହୋଇ ଉଠିଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ଭକ୍ତମାନେ ଭଜନ କୀର୍ତ୍ତନ ସହ ଖୋଳ ମୃଦଙ୍ଗ ଗିନିର ତାଳେ ତାଳେ ଭାବ ବିହଳ ହୋଇ ଉଠିଥିଲେ। ଏଥିରେ ଅନୁଷ୍ଠିତ ସତ୍ୟାନୁସରଣ କାର୍ଯ୍ୟକ୍ରମରେ ନାରୀର ନୀତି ପଠନ ସହ ସମାଜରେ କିପରି ନୀତି ଓ ଆଦର୍ଶବାନ ମଣିଷ ହୋଇପାରିବ, ଦୋଳ ଉତ୍ସବର ମାହାତ୍ମ୍ୟ, ସମାଜରେ ନାରୀମାନଙ୍କର ଭୂମିକା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ କର୍ମୀ ପ୍ରଭାତ ଦା ରାଜୁ ଦା ଲିଙ୍ଗରାଜ ଦାଦା, ଯାଜକ କର୍ମୀ ଅଭିମନ୍ୟୁ ପାଳ ଦାଦା ପରିଚାଳନା କରିଥିବା ବେଳେ ଯଜକ ବିଦ୍ୟାଧର ମିଶ୍ର ଓ ସତ୍ସଙ୍ଗ ବିହାରର କର୍ମକର୍ତ୍ତାମାନେ ଏହି ଉତ୍ସବର ଆୟୋଜନ କରିଥିଲେ। ଓଡ଼ଗାଁରୁ ପ୍ରଶାନ୍ତ କୁମାର ପାତ୍ରଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।